ଅନେକ ଲୋକ ଭାବନ୍ତି ଯେ ସବୁ ଧର୍ମ ସମାନ। ସେମାନଙ୍କୁ ଲାଗେ ଈଶ୍ୱର ସବୁ ଧର୍ମ ଉପରେ ସନ୍ତୁଷ୍ଟ ଆଉ କହନ୍ତି ଲକ୍ଷ୍ୟ ଗୋଟିଏ କିନ୍ତୁ ରାସ୍ତା ଅନେକ। କିନ୍ତୁ କ'ଣ ଏହା ସମ୍ଭବ? କ'ଣ ଈଶ୍ୱରଙ୍କ ଦୃଷ୍ଟିରେ ସବୁ ଧର୍ମ ସମାନ? ବାଇବଲ କହେ କେବଳ ଦୁଇଟି ରାସ୍ତା ଅଛି। ଗୋଟେ ହେଲା ଓସାରିଆ, ଯେଉଁଥିରେ ଅଧିକାଂଶ ଯାଉଛନ୍ତି, ଅନ୍ୟଟି ସଂକୀର୍ଣ୍ଣ, ଯେଉଁଥିରେ ଖୁବ୍ କମ୍ ଲୋକ ଯାଉଛନ୍ତି। କେବଳ ସଂକୀର୍ଣ୍ଣ ରାସ୍ତା ଈଶ୍ୱରଙ୍କ ତରଫରୁ ଅଟେ। କେବଳ ଏଥିରେ ଚାଲୁଥିବା ଲୋକେ ହିଁ ଈଶ୍ୱରଙ୍କ ମଞ୍ଜୁରୀ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କିପରି ଜାଣିବା ଯେ ଆମେ ସଠିକ ରାସ୍ତାରେ ଅଛୁ? ଧରନ୍ତୁ ଆପଣ ବାଟବଣା ହୋଇଯାଇଛନ୍ତି ଆଉ ଟିକେ ରହି କାହାକୁ ରାସ୍ତା ପଚାରୁଛନ୍ତି। କିଏ କହେ ଡାହାଣକୁ ଯାଅ ତ କିଏ କହେ ବାମକୁ। କିନ୍ତୁ ଆଉ ଜଣେ ନକ୍ସା ଦେଖାଇ କହନ୍ତି ସିଧା ଗଲେ ଆପଣ ଲକ୍ଷ୍ୟସ୍ଥଳ ପାଇବେ। ଆପଣ କାହାକୁ ଭରସା କରିବେ? ବାଇବଲ ଠିକ୍ ସେହି ନକ୍ସା ଭଳି। ଏହା ଆମକୁ ଏପରି ରାସ୍ତାରେ ନେଇଯାଏ ଯେଉଁଥିରେ ଈଶ୍ୱରଙ୍କୁ ଆଶୀଷ ମିଳିବ। ତେବେ ଲୋକଙ୍କ ଧାର୍ମିକ ବିଚାର କାହିଁକି ପରସ୍ପର ସହିତ ମେଳ ଖାଏ ନାହିଁ? ଉଦାହରଣ ପାଇଁ ଅନେକ ଧର୍ମ ଶିଖାଏ ଯେ ମୃତ୍ୟୁ ପରେ ଶରୀର ନଷ୍ଟ ହୁଏ, କିନ୍ତୁ ଆତ୍ମା ଅମର ରହେ ଆଉ ସ୍ୱର୍ଗକୁ ଚାଲିଯାଏ। କିଛି ଲୋକ କହନ୍ତି ମୃତ୍ୟୁ ପରେ ମଣିଷର ପୁନର୍ଜନ୍ମ ହୁଏ, ସେ ପୁଣି ଅଲଗା ଅଲଗା ରୂପରେ। ଏହା ମାତ୍ର ଗୋଟିଏ ଉଦାହରଣ। ଦେଖିବାକୁ ଗଲେ ଅଧିକାଂଶ ମାମଲାରେ ପ୍ରତ୍ୟେକ ଧର୍ମ ଭିନ୍ନ ଭିନ୍ନ କଥା ଶିଖାଏ। ତେବେ କ'ଣ ସବୁ ଧର୍ମ ସଠିକ୍ ଶିଖାଏ? ନକ୍ସା ଅର୍ଥାତ୍ ବାଇବଲ ଅନୁସାରେ ଯେଉଁମାନେ ମରିଯାଇଛନ୍ତି ସେମାନେ କିଛି ଜାଣନ୍ତି ନାହିଁ, କିନ୍ତୁ ଆଗାମୀ ସମୟରେ ଈଶ୍ୱର ସେମାନଙ୍କୁ ପୁଣି ଜୀବିତ କରିବେ ଆଉ ଧାର୍ମିକ ଲୋକେ ଏ ପୃଥିବୀରେ ଅନନ୍ତ ଜୀବନ ପାଇବେ। କ'ଣ ବାଇବଲ ଅନ୍ୟ ବିଷୟ ଗୁଡ଼ିକରେ ବି ଏଭଳି ସ୍ପଷ୍ଟ କହେ, ଯେପରି ଆମ ଚାଲିଚଳନ? ହୁଏତ ଆମ ନିଜର ଧର୍ମ ଥାଇପାରେ, କିନ୍ତୁ ଯଦି ଆମ ଚାଲିଚଳନ ଖରାପ, ତେବେ ଈଶ୍ୱର ଆମ ଉପାସନାକୁ ସ୍ୱୀକାର କରିବେ ନାହିଁ। ବାଇବଲରେ ଆଗରୁ କୁହାଯାଇଛି ଯେ ଆଜି ଅନେକ ଲୋକ ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ ହେବେ। କିନ୍ତୁ ଏଥିରେ ଏହା ବି ଲେଖା ଅଛି ଯେ ସତ୍ୟ ଧର୍ମକୁ ମାନୁଥିବା ଲୋକେ ଶାନ୍ତିପ୍ରିୟ ହେବେ, ସେମାନଙ୍କ କଥାବାର୍ତ୍ତା ଶାଳୀନ ହେବ ଆଉ ସେମାନେ ଭଲ କାମ କରିବେ। ବାଇବଲ କହେ ଈଶ୍ୱରଙ୍କ ପାଖକୁ ଯିବା ପାଇଁ କେବଳ ଗୋଟେ ହିଁ ରାସ୍ତା ଅଛି, ଅନେକ ରାସ୍ତା ନୁହେଁ। ସଠିକ ରାସ୍ତାରେ ଗଲେ ଜଣେ ବ୍ୟକ୍ତି ଈଶ୍ୱରଙ୍କ ସହ ଭଲ ସମ୍ପର୍କ ରଖିପାରିବ ଆଉ ଅନନ୍ତ ଜୀବନ ପାଇପାରିବ। ଆପଣ ଭାବିପାରନ୍ତି ମୁଁ ସତ୍ୟ ଧର୍ମକୁ କିପରି ଚିହ୍ନି ପାରିବି?